ତୁମ ତିନି ଜଣଙ୍କର କିଛି ଭଲ କର୍ମ ଯୋଗୁଁ ତୁମକୁ ସ୍ୱର୍ଗ ପ୍ରାପ୍ତି ତ ହେବ, କିନ୍ତୁ ତୁମେ ଜୀବନରେ ଯେଉଁ ସବୁ ପାପ କର୍ମ କରିଛ ତାକୁ ଏହି ପୁଣ୍ୟ ମଧ୍ୟ ଧୋଇପାରିବ ନାହିଁ। ତେଣୁ ଏବେ ତୁମକୁ ନରକର ଦ୍ୱାର ଦେଇ ଯିବାକୁ ହିଁ ପଡ଼ିବ। ବନ୍ଧୁଗଣ, ଆପଣ ଜାଣନ୍ତି କି ଏମିତି କେଉଁ ପାପ ରହିଛି ଯାହା କଲେ ମଣିଷ ଲକ୍ଷେ ପୂଜାପାଠ କଲେ ମଧ୍ୟ କିମ୍ବା ଲକ୍ଷ ଲକ୍ଷ ଟଙ୍କା ଦାନ କଲେ ମଧ୍ୟ ତାକୁ ସ୍ୱର୍ଗ ପ୍ରାପ୍ତି ହୁଏ ନାହିଁ? କେଉଁ ସେହି କର୍ମ ଯାହାକୁ କଲେ ସ୍ୱୟଂ ମୃତ୍ୟୁର ଦେବତା ଯମରାଜ ମଧ୍ୟ କ୍ରୋଧିତ ହୋଇଯାଆନ୍ତି? କ'ଣ କେବଳ ମନ୍ଦିର ଯିବା, ବ୍ରତ ରଖିବା କିମ୍ବା ଭଗବାନଙ୍କ ନାମ ଜପିବା ହିଁ ସ୍ୱର୍ଗ ପାଇଁ ଯଥେଷ୍ଟ? ନା ଏହା ପଛରେ ଏମିତି ଏକ ରହସ୍ୟ ଲୁଚି ରହିଛି ଯାହା ପ୍ରାୟ ଅଧିକାଂଶ ଲୋକ ଜାଣନ୍ତି ନାହିଁ? ଆଜିର ଏହି ପବିତ୍ର କଥାରେ ଆମେ ଶୁଣିବା ସେହି 7 ଜଣ ଲୋକଙ୍କ କାହାଣୀ, ଯେଉଁମାନେ ନିଜକୁ ବଡ଼ ଧର୍ମାତ୍ମା ବୋଲି ଭାବୁଥିଲେ। ସମାଜରେ ସେମାନଙ୍କର ବହୁତ ସମ୍ମାନ ଥିଲା, କିନ୍ତୁ ମୃତ୍ୟୁ ପରେ ଯେତେବେଳେ ସେମାନେ ଯମପୁରୀରେ ପହଞ୍ଚିଲେ, ସେତେବେଳେ ସେମାନଙ୍କ ଜୀବନର ଏମିତି ଏକ ସତ୍ୟ ସାମ୍ନାକୁ ଆସିଲା ଯାହା ସମସ୍ତଙ୍କୁ ଚକିତ କରିଦେଲା। ଏହି କଥାକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣନ୍ତୁ, କାରଣ ହୋଇପାରେ ଏମିତି କିଛି ଭୁଲ ଅଜାଣତରେ ଆମେ ମଧ୍ୟ କରୁଛୁ ଯାହାର ଆଭାସ ଆମକୁ ନାହିଁ। ଏକ ସମୟର କଥା, ଦେବର୍ଷି ନାରଦ ତ୍ରିଲୋକ ଭ୍ରମଣ କରୁ କରୁ ଯମପୁରୀରେ ପହଞ୍ଚିଲେ। ଯମପୁରୀର ପରିବେଶ ସବୁବେଳେ ଭଳି ଗମ୍ଭୀର ଓ ରହସ୍ୟମୟ ଥିଲା। ଚାରିଆଡ଼େ ବିଶାଳ ଦ୍ୱାର ସବୁ ଦେଖାଯାଉଥିଲା, ଯେଉଁଠାରେ ଯମଦୂତମାନେ ଆତ୍ମାମାନଙ୍କୁ ନେଇ ଯିବା ଆସିବା କରୁଥିଲେ। କାହା ମୁହଁରେ ଭୟ ଥିଲା ତ କାହା ମୁହଁରେ ଆଶାର କିରଣ। ନାରଦଜୀ ସେଠାରେ ପହଞ୍ଚି ଯମରାଜଙ୍କୁ ପ୍ରଣାମ କଲେ ଏବଂ ତାଙ୍କ ପାଖରେ ବସିଲେ। କିଛି ସମୟ ନୀରବତା ପରେ ନାରଦଜୀ ହସି ପ୍ରଶ୍ନ କଲେ, ନାରାୟଣ ନାରାୟଣ, ହେ ଧର୍ମରାଜ, ଆଜି ମୋ ମନରେ ଏକ ବିଶେଷ ଜିଜ୍ଞାସା ସୃଷ୍ଟି ହେଉଛି, ଯାହାର ଉତ୍ତର କେବଳ ଆପଣ ହିଁ ଦେଇପାରିବେ। ପୃଥିବୀରେ ପ୍ରତ୍ୟେକ ମଣିଷ ସ୍ୱର୍ଗ ପାଇବାକୁ ଚାହେଁ। କିଏ ଦାନ କରେ, କିଏ ପୂଜା କରେ ତ କିଏ ତୀର୍ଥଯାତ୍ରା କରେ। କିନ୍ତୁ ମୁଁ ଜାଣିବାକୁ ଚାହେଁ, ଏମିତି କେଉଁ ଲୋକ ଅଛନ୍ତି ଯାହାକୁ ଭୁଲରେ ବି ସ୍ୱର୍ଗ ମିଳେ ନାହିଁ? କେଉଁ କର୍ମ ମଣିଷର ସବୁ ପୁଣ୍ୟକୁ ନଷ୍ଟ କରିଦିଏ? ଯମରାଜ ଉତ୍ତର ଦେବାକୁ ଯାଉଥିଲେ, ଏତିକି ବେଳେ ଯମପୁରୀର ବିଶାଳ ଦ୍ୱାର ବାହାରେ ହଠାତ୍ ହୋ ହଲ୍ଲା ଶୁଣାଗଲା। ଯମଦୂତମାନେ ଏକା ସଙ୍ଗେ 7ଟି ଆତ୍ମାକୁ ନେଇ ସେଠାରେ ପହଞ୍ଚିଲେ। ଏହା ଦେଖି ନାରଦଙ୍କ ଉତ୍ସୁକତା ଆହୁରି ବଢ଼ିଗଲା। ଯମରାଜ ଗମ୍ଭୀର ସ୍ୱରରେ ପଚାରିଲେ, ଏହି 7 ଜଣ କିଏ? ଜଣେ ଯମଦୂତ କହିଲା, ପ୍ରଭୁ, ପୃଥିବୀ ଲୋକର ଆନନ୍ଦପୁର ଗାଁରେ ଆଜି ଏକ ଭୟଙ୍କର ଦୁର୍ଘଟଣା ଘଟିଲା। ଏକ ପୁରୁଣା ପୋଲ ହଠାତ୍ ଭାଙ୍ଗିଯିବାରୁ ଏହି 7 ଜଣ ଯାକ ନଦୀରେ ବୋହିଯାଇ ଏକା ସଙ୍ଗେ ମୃତ୍ୟୁବରଣ କଲେ। ଯମରାଜ ସେମାନଙ୍କୁ ନିଜ ନିଜର ନାମ ପଚାରିଲେ। ସେମାନେ ହେଲେ ଧନପାଲ, ସମଦତ୍ତ, ପଣ୍ଡିତ ରାଘବ, ମୋହନ, ହରିଦାସ, ଲକ୍ଷ୍ମୀକାନ୍ତ ଏବଂ ଧର୍ମେଶ। ସେମାନଙ୍କ ମୁହଁରେ ଭୟ ଅପେକ୍ଷା ଅହଙ୍କାର ଓ ଆତ୍ମବିଶ୍ୱାସ ଅଧିକ ଥିଲା। ସେମାନଙ୍କ ମଧ୍ୟରୁ ଧର୍ମେଶ ଆଗକୁ ଆସି କହିଲା, ପ୍ରଭୁ, ମୋତେ ଲାଗୁଛି ଏଠାରେ କିଛି ଭୁଲ ହୋଇଛି। ଆମେ ସମସ୍ତେ ସିଧା ସ୍ୱର୍ଗ ଯିବା ଯୋଗ୍ୟ। ଆମେ ଗାଁରେ ବହୁତ ପୂଜାପାଠ ଏବଂ ଦାନ ଧ୍ୟାନ କରିଛୁ। ଯମରାଜ ରହସ୍ୟମୟ ଭାବେ ହସିଲେ ଏବଂ ଚିତ୍ରଗୁପ୍ତଙ୍କୁ କହିଲେ, ଚିତ୍ରଗୁପ୍ତ, ଏହି 7 ଜଣଙ୍କର ଜୀବନର ସମ୍ପୂର୍ଣ୍ଣ ହିସାବ ଉପସ୍ଥାପନ କରାଯାଉ। ଚିତ୍ରଗୁପ୍ତ ନିଜର ଦିବ୍ୟ ଗ୍ରନ୍ଥ ଖୋଲିବା ମାତ୍ରେ ଆକାଶରେ ସେମାନଙ୍କ ଜୀବନର ଦୃଶ୍ୟ ଦେଖାଗଲା। ଚିତ୍ରଗୁପ୍ତ କହିଲେ, ଏବେ ତୁମର ଶବ୍ଦ ନୁହେଁ,
ତୁମର କର୍ମ କହିବ। ପ୍ରଥମ ପାପ ମାତା ପିତାଙ୍କ ଅପମାନ। ଧନପାଲର କାହାଣୀ। ଚିତ୍ରଗୁପ୍ତ ପ୍ରଥମ ଦୃଶ୍ୟ ଦେଖାଇଲେ। ଧନପାଲ ମନ୍ଦିରରେ ସୁନାର କଳସ ଚଢ଼ାଇଥିଲା, କିନ୍ତୁ ଘରେ ତାର ବୃଦ୍ଧ ମାତା ପିତା ଭୋକରେ କାନ୍ଦୁଥିଲେ। ଧନପାଲ ସେମାନଙ୍କୁ ବୋଝ ଭାବି ଘରୁ ବାହାର କରି ଦେଇଥିଲା। ଏବେ 2ଟି ରୁଟି ମଧ୍ୟ ଦେଇନଥିଲା। ଯମରାଜ ଗର୍ଜନ କରି କହିଲେ, ଧନପାଲ, ଯିଏ ଜନ୍ମଦାତା ମାତା ପିତାଙ୍କୁ କଷ୍ଟ ଦିଏ ତାର ସବୁ ପୂଜାପାଠ ନିଷ୍ଫଳ ହୋଇଯାଏ। ମାତା ପିତା ହିଁ ସଂସାରର ପ୍ରଥମ ଦେବତା। ଦ୍ୱିତୀୟ ପାପ ବେପାରରେ ପ୍ରତାରଣା ଓ ଗରିବଙ୍କୁ ଲୁଟିବା। ସମଦତ୍ତ। ସମଦତ୍ତ ଗାଁରେ ବହୁତ ଦାନ କରୁଥିଲା, କିନ୍ତୁ ଆକାଶରେ ଦେଖାଗଲା ଯେ ସେ ନିଜ ଦୋକାନରେ ଓଜନ